घर पाखरे नेउल देखुछन्ति कि जानतु ଏହା शुभ ना अशुभ। मनीष सर्वदा विभिन्न प्राणी मानकरे ईश्वरीय शक्ति कल्पना करि आसुछि। पशु मानकु प्रायत देवता एवं देवीଙ୍କ वाहन भावरे कल्पना करा जाय। ए पशु मानकु किछि देवतांकर प्रिय बोली विवेचना करा जाय। सेथिपई सेमाने शुभ अटंती। ଲୋକମାନେ ସେମାନଙ୍କୁ ଶୁଭଙ୍କର ପ୍ରତୀକ ଭାବରେ ବିବେଚନା କରନ୍ତି। ଏହିପରି ଗୋଟିଏ ପ୍ରାଣୀ ହେଉଛି ନେଉଳ। ନେଉଳକୁ ଦେଖିଲେ ସାପ ଆଖପାଖରେ ଦେଖାଯାଆନ୍ତି ନାହିଁ ବୋଲି କୁହାଯାଏ। ସାପ ଏବଂ ନେଉଳ ପରସ୍ପରର ଶତ୍ରୁ, କିନ୍ତୁ ଭାରତୀୟ ଲୋକକଥା ଅନୁସାରେ ନେଉଳ ବହୁତ ଶୁଭ ବୋଲି ଚିହ୍ନିତ ହୋଇଥାଏ। ବିଶ୍ୱାସ କରାଯାଏ ଯେ ନେଉଳ ଦେବୀ ଲକ୍ଷ୍ମୀଙ୍କର ପ୍ରିୟ ଅଟେ। ନେଉଳ ଦର୍ଶନ ଶୁଭ ଫଳ ଆଣିଥାଏ। ନେଉଳ ଗୁପ୍ତ ଭଣ୍ଡାର ବାବଦରେ ସୂଚନା ଦେଇଥାଏ। ଏହାର ଅର୍ଥ ହେଉଛି ଏହି ଛୋଟ ପଶୁକୁ ଦେଖି ଲୋକଙ୍କର ଆର୍ଥିକ ଭାଗ୍ୟ ବଦଳିଯାଏ। ଏପରି ଅନେକ ବିଶ୍ୱାସ ଅଛି। ଏହି ଛୋଟ ଜୀବ ବହୁତ ଚତୁର ଏବଂ ବୁଦ୍ଧିମାନ, କିନ୍ତୁ ଅନେକ ଲୋକ ଜାଣନ୍ତି ନାହିଁ ଯେ ଏହା ଲୋକମାନଙ୍କ ପାଇଁ ଶୁଭ ଫଳ ଆଣିଥାଏ। ବିଶ୍ୱାସ କରାଯାଏ ଯେ ଯଦି ଏହି ପ୍ରାଣୀ ସକାଳେ ଦେଖାଯାଏ ତେବେ ଦିନଟି ଭଲରେ କଟିଯାଏ, ଆର୍ଥିକ ଲାଭ ମିଳିଥାଏ ଏବଂ ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହୁଏ। ଏଥିପାଇଁ ଏକ ପଦ୍ଧତି ମଧ୍ୟ ବର୍ଣ୍ଣନା କରାଯାଇଛି। ସାଧାରଣତଃ ବିଶ୍ୱାସ କରାଯାଏ ଯେ ଯଦି ଏକ ନବଜାତ ଶିଶୁ ଶୋଇଥିବାର ଦେଖାଯାଏ ତେବେ ଦିନଟି ଶୁଭ। ଆର୍ଥିକ ସମୃଦ୍ଧତା ପାଇଁ ଅନେକ ପଦକ୍ଷେପ ଆପଣେଇଥାନ୍ତି। ସେହିପରି ନେଉଳର ଏକ ଛୋଟ ସୁନ୍ଦର ପ୍ରତିମାକୁ ଘରେ ରଖିବା ପାଇଁ କୁହାଯାଏ। ଏହାକୁ ଏପରି ସ୍ଥାନରେ ରଖିବା ଉଚିତ ଯେଉଁଠାରୁ ପ୍ରତିଦିନ ସକାଳେ ଉଠିବା ପରେ ଆପଣ ଦେଖିପାରିବେ। ସେତେବେଳେ ହିଁ ଆପଣଙ୍କୁ ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିଥାଏ। ଦିନଟି ଭଲ ହେବ, ଆର୍ଥିକ ଲାଭ ପାଇବେ।